ଜୟ ଜଗନ୍ନାଥ। ଆମ ସଂସ୍କୃତି ପରିବାରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ମା ମଙ୍ଗଳାଙ୍କ ବିଷୟରେ। ମା ମଙ୍ଗଳା ହେଉଛନ୍ତି ଦୁର୍ଗା ମାଙ୍କର ଶକ୍ତିମୟୀ ମଙ୍ଗଳମୟୀ ସ୍ୱରୂପ ଏବଂ ଆମ ଓଡ଼ିଶାରେ ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରୁ ମା ମଙ୍ଗଳା ହେଉଛନ୍ତି ଅନ୍ୟତମ। ଅଷ୍ଟଚଣ୍ଡୀ କିଏ କିଏ ଚାଲନ୍ତୁ ମୁଁ ଆପଣମାନଙ୍କୁ କହୁଛି। ବାଣପୁରେ ଭଗବତୀ, ଶ୍ରୀକ୍ଷେତ୍ରେ ବିମଳା, କାକଟପୁରେ ରହିଲୁ ନାମ ତ ମଙ୍ଗଳା, ଝଙ୍କଡ଼େ ସାରଳା ନାମ ଅଟଇ ତୋହର, ବିରଜାଇ ନାମେ ବିଜେ କଲୁ ଯାଜପୁର, ବାଙ୍କିରେ ନାମ ତୋହର ଅଟେ ଚର୍ଚ୍ଚିକାଇ, ସମ୍ବଲପୁରେ ବୋଇଲୁ ନାମ ସମଲାଇ, ତାଳଚେରେ ହିଙ୍ଗୁଳା ନାମ ତୋର ମା, ଏହିପରି ଖ୍ୟାତ ତୋର 8 ଗୋଟି ନାଁ। ଅଷ୍ଟଚଣ୍ଡୀ ବ୍ୟତୀତ ଓଡ଼ିଶାରେ ଅନ୍ୟାନ୍ୟ ବି ମଧ୍ୟ ଶକ୍ତିପୀଠ ଦେବୀପୀଠ ରହିଛି। ସମସ୍ତଙ୍କ ମଧ୍ୟରୁ ସ୍ୱତନ୍ତ୍ର ଶକ୍ତିପୀଠ ହେଉଛି ମା ମଙ୍ଗଳାଙ୍କ କାକଟପୁର ଶକ୍ତିପୀଠ। ଏବେ ଆସନ୍ତୁ ଜାଣିବା ମା ମଙ୍ଗଳା ସିଂହଳ ଦ୍ୱୀପରୁ କେମିତି ଓଡ଼ିଶାକୁ ଆସିଥିଲେ। ମଙ୍ଗଳ ନାମକ ଏକ ରାଜା ଥିଲେ ଯିଏ ସିଂହଳ ଦ୍ୱୀପରୁ ମାଙ୍କୁ ଓଡ଼ିଶାକୁ ଆଣିଥିଲେ। ଆଣିଲା ପରେ ମାଙ୍କ ପୂଜାର୍ଚ୍ଚନା ମଧ୍ୟ କରୁଥିଲେ, କିନ୍ତୁ କଳାପାହାଡ଼ର ଆକ୍ରମଣ ସମୟରେ ମା ମଙ୍ଗଳାଙ୍କ ଏହି ପାଷାଣ ନିର୍ମିତ ବିଗ୍ରହକୁ ପ୍ରାଚୀ ନଦୀ ତଟରେ ଥିବା ଜଳ ରାଶିରେ ବୁଡ଼ାଯାଇ ଗୁପ୍ତ ଭାବରେ ରଖାଯାଇଥିଲେ ଏବଂ କିଛି ଦିନ ମା ସେହି କଳ୍ପରେ ରହିଲା ପରେ ନଦୀରେ ଗୋଟେ ସମୟରେ କିଛି ସାଧବ ପୁଅମାନେ ବାଣିଜ୍ୟ କରିବାକୁ ଯାଇଥିଲେ ଏବଂ ସେହି ସ୍ଥାନରେ ପହଞ୍ଚିଥିଲେ, ଯେଉଁ ସ୍ଥାନରେ କି ମା ଜଳାଶୟ ମଧ୍ୟରେ ଥିଲେ ଏବଂ ମା ରାତିରେ ତାଙ୍କୁ ସ୍ୱପ୍ନ ଆଦେଶ କରିଥିଲେ କି ମୁଁ ଏହି ଜଳାଶୟ ମଧ୍ୟରେ ଅଛି, ମୋତେ ଉଦ୍ଧାର କରି ମୋର ମନ୍ଦିର କରାଯାଉ ଏବଂ ସେଠାରେ ବିଶେଷ ପୂଜା ମଧ୍ୟ କରାଯାଉ। ଏବଂ ମାର ଏହି ସ୍ୱପ୍ନ ଆଦେଶରୁ ସାଧବ ପୁଅମାନେ ମାଙ୍କୁ ସେହି ଜଳରୁ ଉଦ୍ଧାର କରି ପ୍ରାଚୀ ନଦୀ କୂଳରେ ମାର ଏକ ଭବ୍ୟ ମନ୍ଦିର ତିଆରି କଲେ ଏବଂ ମାକୁ ସେହିଠାରେ ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କରୁଥିଲେ। ଏବଂ କିଛି ଦିନ ପରେ ଗୋଟେ ଲୋକ ସେହି ନଦୀ ପାଖରେ ଯେଉଁଠାରେ ମାଙ୍କର ବିଗ୍ରହ ବାହାରିଥିଲା ସେହି ସ୍ଥାନରୁ ଗୋଟେ କାଉ ଗଲା ଏବଂ ସେହି ସ୍ଥାନରେ ବୁଡ଼ିଗଲା, ବୁଡ଼ିକି ଅଟକି ରହିଲା। ସେହି କାରଣରୁ ସ୍ଥାନଟିର ନାମ କାକଟପୁର ହେଇଗଲା। କାରଣ କାକ ଅର୍ଥାତ୍ କାଉ, କାଉର ନାମ କାକ, କାକ ଯାଇ ଅଟକିକି ରହିଗଲା, ସେଇଥିପାଇଁ ସ୍ଥାନଟିର ନାମ ହେଇଗଲା କାକ ଅଟକପୁର ବା କାକଟପୁର। କାକଟପୁର ବାସିନୀ ମା ମଙ୍ଗଳାଙ୍କ ଭବ୍ୟ ମୂର୍ତ୍ତିକୁ ଲକ୍ଷ୍ୟ ଯଦି କରାଯାଏ, ମାଙ୍କ ସ୍ୱରୂପ ହେଉଛି ଖଣ୍ଡେ କଳା ମୁଗୁନି ପଥରରେ ନିର୍ମିତ ପାଷାଣ ବିଗ୍ରହ ହେଉଛି ମାଙ୍କର ଏହି ଭବ୍ୟ ମୂର୍ତ୍ତିକୁ କେତେ ନିଖୁଣ କାରିଗରୀ ସହିତ କାର୍ଯ୍ୟ କରାଯାଇଛି। ମାଙ୍କ ସ୍ୱରୂପକୁ ଲକ୍ଷ୍ୟ କରାଯାଏ ଯଦି ଆମେ ଦେଖିବା, ମା ହେଉଛନ୍ତି କୃଷ୍ଣବର୍ଣ୍ଣା, ତ୍ରିନେତ୍ରାଧାରୀ ଏବଂ ଚତୁର୍ଭୁଜା। ଚାରି ହାତରେ ପ୍ରଥମ ଉପର ହାତ ଡାହାଣ ହାତରେ ପୂର୍ଣ୍ଣ ଶଶାଙ୍କ ବା ପୂର୍ଣ୍ଣିମାର ଚାନ୍ଦକୁ ଧାରଣ କରିଛନ୍ତି ଏବଂ ଉପର ବାମ ହାତରେ ସହସ୍ର ପାଖୁଡ଼ା ବିଶିଷ୍ଟ ପଦ୍ମ କଢ଼କୁ ଧାରଣ କରିଛନ୍ତି ଏବଂ ତଳ ଦକ୍ଷିଣ ହାତରେ ମା ଜପା ମାଳି ଧାରଣ କରିଛନ୍ତି ଏବଂ ବାମ ହାତରେ ମା ଅଭୟ ମୁଦ୍ରାରେ ଭକ୍ତମାନଙ୍କୁ କଲ୍ୟାଣ କରିଥାନ୍ତି। ଏବଂ ମା କାକଟପୁର ବାସିନୀ ମଙ୍ଗଳାଙ୍କର ପ୍ରତ୍ୟେକ ଦିନ ପୂଜା ହୁଏ ଏବଂ ପ୍ରତ୍ୟେକ ଦିନ ମା ପାଖରେ ଭୋଗ ଲାଗିଥାଏ ଏବଂ ପ୍ରତ୍ୟେକ ମଙ୍ଗଳବାରକୁ ମଙ୍ଗଳବାର ମାର ବିଶେଷ ସ୍ନାନ ଓ ପଣା ଭୋଗ କରାଯାଇଥାଏ। ଚୈତ୍ର ମାସରେ ମାର ସ୍ୱତନ୍ତ୍ର ପୂଜା ଚାଲିଥାଏ। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ପାଳି ଯାତ୍ରା ହୋଇଥାଏ ଏବଂ ଶେଷ ମଙ୍ଗଳବାର ଦିନ ଆମର ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଦିନମାନଙ୍କରେ ମାଙ୍କର ବିଭିନ୍ନ ପ୍ରକାର ବେଶ ଅନୁଷ୍ଠିତ ହୁଏ। ଆପଣମାନେ ସମସ୍ତ ବେଶ ଦର୍ଶନ କରୁଥିବେ। ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିହାତି କହିବେ। ମା ଯେ କେତେ ସୁନ୍ଦର ଦେଖାଯାଉଛନ୍ତି, ମା ଯେଉଁ ପଦ୍ମ ଫୁଲ ଉପରେ ବସିଛନ୍ତି, ମା ଯେଉଁ ମୁଦ୍ରାରେ ଢଳିକି ବସିଛନ୍ତି ତାହାକୁ ଲଳିତ ମୁଦ୍ରା କୁହାଯାଏ ଏବଂ ମା ସର୍ବଦା ମସ୍ତକରେ ଚନ୍ଦ୍ର ଧାରଣ କରିଥାନ୍ତି ଏବଂ ମା ଦେଖିବାକୁ କେତେ ସୁନ୍ଦର। ମା ହେଉଛି ଶକ୍ତି ସ୍ୱରୂପା। ମା ଭିତରେ ହିଁ ସବୁ କିଛି ଅଛି। ମା ହିଁ ସବୁ ଭିତରେ ଅଛି। ମା ହିଁ ସମସ୍ତ ଜଗତର ମା ସମସ୍ତଙ୍କୁ ହିଁ ସୃଷ୍ଟି କରିଛି ଏବଂ ମା ହେଉଛି ଶକ୍ତି। ମାର ଆବାହନ ଦ୍ୱାରା ଆମକୁ ଶକ୍ତି ମିଳିଥାଏ ଓ ଅଭୟ ମିଳିଥାଏ, ଯାହାଦ୍ୱାରା ଆମେ ସବୁଠାରେ ବିଜୟୀ ଭବ ହେବା ଏବଂ ଆମେ ଜୀବନ ଯୁଦ୍ଧରେ ଜିତିବା। କେଉଁମାନଙ୍କ ଘରେ ମାର ଫଟୋ କିମ୍ବା ମୂର୍ତ୍ତି ଅଛି କମେଣ୍ଟ ସେକ୍ସନରେ ନିହାତି କହିବେ ଏବଂ ଯଦି ମାର ଘରେ କେମିତି ପୂଜା କରାଯିବ, କେମିତି ମାର ଫଟୋ କିମ୍ବା ମୂର୍ତ୍ତି ରଖିବେ
ସେ ବିଷୟରେ ଜାଣିବାକୁ ଚାହୁଁଥିଲେ କମେଣ୍ଟ ସେକ୍ସନରେ ନିହାତି ଲେଖିବେ। ମୁଁ ପରେ ସେଇ ଭିଡ଼ିଓ ସେୟାର କରିବି। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ନିହାତି କରନ୍ତୁ। ଆମ ପରିବାର ସହିତ ଯୋଡ଼ି ହୋଇ ରହିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିହାତି କରନ୍ତୁ। ହିନ୍ଦୁ ଧର୍ମରେ ଥିବା ବିଭିନ୍ନ ପ୍ରକାର ଦେବାଦେବୀ ଓ ସେମାନଙ୍କ ପୂଜା ପଦ୍ଧତି ଓ ଓଡ଼ିଶାରେ ପାଳନ କରାଯାଉଥିବା ପର୍ବପର୍ବାଣି ଏସବୁ ଟପିକକୁ ନେଇ ମୁଁ ଭିଡ଼ିଓ ସେୟାର କରେ। ପୁଣି ଆସିବି ସୁନ୍ଦର ସୁନ୍ଦର ଭିଡ଼ିଓ ନେଇ। ଆଜି ପାଇଁ ଏତିକି ରହୁଛି। ଜୟ ଶ୍ରୀ ଜଗନ୍ନାଥ, ଜୟ ମା ମଙ୍ଗଳା।